ଜିଲ୍ଲାରେ ସାମଗ୍ରିକ ଉନ୍ନତ ସରକାରୀ ସ୍ୱାସ୍ଥ୍ୟସେବା ଦାବିରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଶହ ଶହ ନରନାରୀ ଗୁରୁବାର ପୂର୍ବାହ୍ନରେ ଗଣଧାରଣାରେ ବସି ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 17 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଫକୀରମୋହନ ମେଡିକାଲ କଲେଜ ସଂଲଗ୍ନ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ହୃଦରୋଗ, ସ୍ନାୟୁ ରୋଗ ଓ ମୂର୍ତ୍ତାଶୟ ଜନିତ ଗୁରୁତର ରୋଗର ବିଭାଗ ଖୋଲିବା, 16 ନମ୍ବର ଜାତୀୟ ରାଜପଥରୁ ମେଡିକାଲ କଲେଜକୁ ସଂଯୋଗ ରାସ୍ତା ନିର୍ମାଣ, ନର୍ସିଂ ଓ ଫାର୍ମାସିଷ୍ଟ କଲେଜ ପ୍ରତିଷ୍ଠା ଓ ଡାକ୍ତରୀ ଶିକ୍ଷାର୍ଥୀ ସିଟ୍ ସଂଖ୍ୟା 100ରୁ 150କୁ ବୃଦ୍ଧି କରିବା, ଏମ୍ସ ସାଟେଲାଇଟ୍ ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ସପ୍ତାହବ୍ୟାପୀ ବହିର୍ବିଭାଗ ଚିକିତ୍ସା ପ୍ରଦାନ କରିବା, ରୋଗୀ କଲ୍ୟାଣ ସମିତିରେ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିମାନଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବା ପ୍ରଭୃତି ଦାବି ତୁରନ୍ତ ପୂରଣ ପାଇଁ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଓ କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ଡକ୍ଟର ହୃଷିକେଶ ସାହୁ ଗଣଧାରଣା ସ୍ଥଳରେ ସଭା ପରିଚାଳନା କରିଥିଲେ। କାର୍ଯ୍ୟାନୁଷ୍ଠାନ କମିଟିର ଜିଲ୍ଲା ଓ ବ୍ଲକ ନେତୃତ୍ୱଙ୍କ ସମେତ ବହୁ ସାମାଜିକ ସଂଗଠନ ଏବଂ ରାଜନୈତିକ ଦଳର ନେତୃବୃନ୍ଦ ଧାରଣା ସ୍ଥଳରେ ଉପସ୍ଥିତ ରହି ଦାବି ଓ ଆଗାମୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ସାଧାରଣ ସମ୍ପାଦକ ପ୍ରଦୀପ ଦାସ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ର ପାଠ କରି ଦାବି ପୂରଣ ନ ହେଲେ ଚଳିତ ବିଧାନସଭା ଅଧିବେଶନ ସମୟରେ ରାଜଧାନୀରେ ଗଣଧାରଣା ନିଷ୍ପତ୍ତିକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ସର୍ବଶ୍ରୀ ଆଶୁତୋଷ ପରିଡ଼ା, କମଲ ଚକ୍ରବର୍ତ୍ତୀ, ଶିଶିର ହୁଇ, ସୁଦର୍ଶନ ଜେନା, ଲକ୍ଷ୍ମୀଧର ଦାସ, ମମତା ମହାପାତ୍ର, ବିଷ୍ଣୁପ୍ରସାଦ ମହାନ୍ତି, ଇଞ୍ଜିନିୟର ବନମାଳୀ ନାୟକ, ଦିଲ୍ଲୀପ ଗିରି, ଡକ୍ଟର ଅଜିତ ମହାନ୍ତି, ବନ୍ଦନା ପାଲ, ହିମାଂଶୁ ଶେଖର ଦାସ, ଜାମସେଦ ଅଲି ଖାଁ, ଚିତ୍ତରଞ୍ଜନ ଦାସ, ଭୃଗୁରାମ କର, ମହମ୍ମଦ ଇସଲାମ, ମମତା ଦାସ, ଦାମୋଦର ନାୟକ, ଅନ୍ତର୍ଯାମୀ ପ୍ରଧାନ, ଭାସ୍କର ଚନ୍ଦ୍ର ପଣ୍ଡା, ଡକ୍ଟର ପ୍ରଫେସର ଅନନ୍ତ ପ୍ରଧାନ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଗିରୀଶ ଚନ୍ଦ୍ର ଦାସ, ପ୍ରତାପ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ମହାପାତ୍ର, ଡକ୍ଟର କ୍ଷିତୀଶ୍ୱର ଦାସ, ନିରଞ୍ଜନ ବାରିକ, ଗୋବିନ୍ଦ ଚନ୍ଦ୍ର ଭୋଇ, କୁମୁଦ ରଞ୍ଜନ ଗିରି, ସରସ୍ୱତୀ ପଣ୍ଡା, ପୁରୁଷୋତ୍ତମ କମିଳା, ଅର୍ଚ୍ଚନା ନନ୍ଦୀ, ପ୍ରତିମା ଦାସ, ମାୟାଧର ମହାଡ଼ିକ, ଲକ୍ଷ୍ମୀଧର ଗିରି, ସମ୍ବିତ ନନ୍ଦୀ, ମହେଶ୍ୱର ବେହେରା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଉମିଲତା ଦାସ, ଭାଗବତ ପ୍ରତିହାରୀ ପ୍ରମୁଖ ଧାରଣାସ୍ଥଳରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଗଣଧାରଣାର ଶୁଭାରମ୍ଭ କରି କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଦସ୍ୟ ବେଣୁଧର ବାରିକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଦାବି ପୂରଣ ନ ହେଲେ ଭୁବନେଶ୍ୱରରେ ଅନଶନରେ ବସିବେ ବୋଲି ଘୋଷଣା କରିଥିଲେ। ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗତ 2005 ମସିହାରୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଜିଲ୍ଲାବାସୀଙ୍କ ପ୍ରଚେଷ୍ଟାକୁ ସାଧୁବାଦ ଦେଇଥିଲେ। ଉପସଭାପତି ଚିତ୍ତରଞ୍ଜନ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶ୍ୟାମସୁନ୍ଦର ଜେନା, ଦୀନବନ୍ଧୁ ଲେଙ୍କା, ରମେଶ ଚନ୍ଦ୍ର ଜେନା, ଯତୀନ ପାତ୍ର ଓ ଯୋଗେନ୍ଦ୍ର ମାହାନା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। କେନ୍ଦ୍ର ସରକାର କାନକୁ ଯିବ ତା ଉପରେ କିଛି ପଦକ୍ଷେପ ଦିଆଯାଇ ପାରିବ। ଆସନ୍ତୁ, ବହୁତ କଥା କହିଲେ ହବ। ଆସନ୍ତୁ ସମସ୍ତେ ମିଳିମିଶି ଏ କାର୍ଯ୍ୟକ୍ରମକୁ ଆମେ ସଫଳ କରିବା ଏବଂ ଆଗାମୀ ଦିନରେ ବାଲେଶ୍ୱର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାରେ ଆମେ ସମସ୍ତେ ନିୟୋଜିତ ହେବା, ଏତିକି କାମନା କରି ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ ଦେଇ 1 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଆଜି ସେଇଭଳି ବ୍ୟବହାର ସେଇଭଳି କଥାବାର୍ତ୍ତା ମୋତେ ପରିଲକ୍ଷିତ ହେଲା ଏବଂ ସେ କହିଲେ ଏଇଟା ତ ଯଥାର୍ଥ ଦାବି ଏବଂ ସାଙ୍ଗେ ସାଙ୍ଗେ ଆମେ ପଠାଉଛୁ ଓଡ଼ିଶା ସରକାରଙ୍କୁ। ନିଶ୍ଚିତ ଭାବରେ ଏ ପାଇଁ ଆମର ସମର୍ଥନ ଅଛି, ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ସମର୍ଥନ ଅଛି ଆଉ ଆପଣମାନେ ଆପଣ କାମରେ ଲାଗନ୍ତୁ। ଆମେ ମଧ୍ୟ ଚେଷ୍ଟା କରୁଛୁ ଏଇଟା କେମିତି ଫଳବତୀ ହେଇପାରିବ। ଏବଂ ଆଉ ଗୋଟେ କଥା ମଧ୍ୟ ସେ କହିଲେ ଯେ ଏଇ ଯେଉଁ ସମସ୍ୟା ଆପଣ ଉଠେଇଛନ୍ତି ଖାଲି ବାଲେଶ୍ୱର ସମସ୍ୟା ନୁହେଁ, ଏଇଟା ହେଉଛି ସମଗ୍ର ଓଡ଼ିଶାର ସମସ୍ୟା। ସେଥିପାଇଁ ସେ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି, ଆପଣମାନେ ଧନ୍ୟବାଦର ପାତ୍ର। ମୁଁ ଧନ୍ୟବାଦ ଦେଉଛି ଏ ଯେଉଁ ଦୂର ଦୂରାନ୍ତରୁ ବାଲେଶ୍ୱର ଜିଲ୍ଲାରୁ ପ୍ରମୁଖ ନେତାମାନେ ଏବଂ ଆମର ସମାଜସେବୀ ଏବଂ ଅନ୍ୟାନ୍ୟ ଗଣସଂଗଠନ ମାନେ ଦଳ